ଏମ୍ ନାମ ଥିବା ଲୋକଙ୍କ ସ୍ୱଭାବ କିପରି ଜାଣନ୍ତୁ? ଜ୍ୟୋତିଷ ଶାସ୍ତ୍ର କ'ଣ କୁହେ? ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତିର ନାମ ଏକ ବିଶେଷ ମହତ୍ତ୍ୱ ରହିଛି। ଜଣେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ତାଙ୍କ ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ କିଛି କଥା ଜାଣିହେବ। ନାମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ତାଙ୍କର କିଛି ଗୁଣ ଏବଂ ଦୋଷ ଜାଣିହେବ। ଆସନ୍ତୁ ଜାଣିବା ସେହି ଲୋକଙ୍କ ବିଷୟ ଯେଉଁମାନଙ୍କର ନାମ ଏମ୍ ଅକ୍ଷରରୁ ଆରମ୍ଭ ହୁଏ। ଇଂରାଜୀ ଅକ୍ଷର ଏମ୍କୁ ହିନ୍ଦୀରେ ମା କୁହାଯାଏ। ନାମଶାସ୍ତ୍ର ଅନୁସାରେ ଏପରି ଲୋକମାନେ ସେମାନଙ୍କର ସମ୍ପର୍କ ଏବଂ ଅନ୍ୟାନ୍ୟ ସମ୍ପର୍କକୁ ବହୁତ ସ୍ୱଚ୍ଛତାର ସହ ବଜାୟ ରଖନ୍ତି। ସେମାନେ ପ୍ରେମ ସମ୍ପର୍କ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି। ଏମ୍ ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଲୋକମାନେ ସ୍ୱଭାବରେ ବହୁତ ଭଲ ହୋଇଥାନ୍ତି। ଏହି ଲୋକମାନେ ନିଜ ବନ୍ଧୁ ଏବଂ ଜୀବନସାଥୀକୁ ବିଶେଷ ଗୁରୁତ୍ୱ ଦିଅନ୍ତି। ଏହା ସହିତ ଏହି ଲୋକମାନେ ଉଜ୍ଜାଳୁ ସର୍ବଦା ଉତ୍ସାହରେ ପରିପୂର୍ଣ୍ଣ। ଏପରି ଲୋକମାନେ ପାରମ୍ପରିକ ଏବଂ ଉଚ୍ଚ ନୈତିକ ମୂଲ୍ୟବୋଧରେ ବିଶ୍ୱାସ କରନ୍ତି। ଏହି ଲୋକମାନେ ହୃଦୟରେ ପବିତ୍ର। କୌଣସି ବିଷୟରେ ଧନ୍ଦାରେ କହିବା ପରିବର୍ତ୍ତେ ସେମାନେ ସିଧାସଳଖ କଥା ହୁଅନ୍ତି, ଯାହାଦ୍ୱାରା ଲୋକମାନେ ସେମାନଙ୍କ କଥାକୁ ଖରାପ ମଧ୍ୟ ଅନୁଭବ କରନ୍ତି ନାହିଁ। ବୃତ୍ତିଗତ ଜୀବନ କିପରି? ସେମାନଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ସେମାନେ ଶୃଙ୍ଖଳାକୁ ବହୁତ ଭଲ ପାଆନ୍ତି। ଏହା ସହିତ ଏହି ଲୋକମାନେ ପ୍ରତ୍ୟେକ କାମ ଯୋଜନାବଦ୍ଧ ଭାବରେ କରିବାକୁ ପସନ୍ଦ କରନ୍ତି। ଏହି କାରଣରୁ ସେମାନେ ଅଧିକାଂଶ କାମରେ ସଫଳତା ପାଆନ୍ତି। ଏହା ସହିତ ଏହି ଲୋକମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ।